ଆଉ 2 ଜଣଙ୍କୁ ମାରିଦେଲା ଦୁର୍ଦାନ୍ତ ବଣୁଆ ଦନ୍ତା ହାତୀ। କେନ୍ଦୁଝର ଜିଲ୍ଲା ଶୁଆକାଟି ନିକଟ ଦଅଁଳା ଗ୍ରାମର ଗୋବିନ୍ଦ ମୁଣ୍ଡାଙ୍କ ପୁଅ ସୁନିଆ ମୁଣ୍ଡାଙ୍କୁ ଦନ୍ତା ହାତୀଟି ଭୂମିରେ କଚାଡ଼ି ଦେବା ଫଳରେ ଗୁରୁତର ଅବସ୍ଥାରେ କଟକ ମେଡିକାଲ ସ୍ଥାନାନ୍ତର ସମୟରେ ଜୀବନ ଚାଲିଯାଇଥିବା ଜଣାପଡ଼ିଥିବା ବେଳେ ବାଉଁଶପାଳ ବ୍ଲକ ବାୟାକମଟୁଆ ପଞ୍ଚାୟତ ତଳକାଇପୁର ଗ୍ରାମର ରବି ପ୍ରଧାନଙ୍କ ପୁଅ ଅଜୟ ପ୍ରଧାନ ବୟସ 30ଙ୍କୁ ମଧ୍ୟ ଦନ୍ତା ହାତୀଟି ଭୂମିରେ କଚାଡ଼ି ମାରିଦେଇଛି। ହାତୀମାନଙ୍କ ଗୋଟିଏ ଦଳ ଯେତେବେଳେ କଦଳୀ ବାଡ଼ିରେ ପଶି କଦଳୀ ଗଛଗୁଡ଼ିକୁ ନଷ୍ଟ କରୁଥିଲେ, ଗ୍ରାମର ଲୋକମାନଙ୍କ ସହିତ ଅଜୟ ପ୍ରଧାନ ମଧ୍ୟ ହାତୀମାନଙ୍କୁ ଘଉଡ଼ାଉଥିଲେ। ଏହି ସମୟରେ ହାତୀମାନଙ୍କ ମଧ୍ୟରେ ଥିବା ଦନ୍ତା ହାତୀଟି ଅଜୟଙ୍କୁ ଶୁଣ୍ଢରେ ଧରି ନେଇ ଭୂମିରେ କଚାଡ଼ି ଦେଇଥିଲା, ଫଳରେ ଅଜୟଙ୍କର ମୃତ୍ୟୁ ହୋଇଛି। ତେବେ ଉକ୍ତ 6ଟିକିଆ ହାତୀପଲ ସମଗ୍ର ଅଞ୍ଚଳରେ ଆତଙ୍କ ଚଳାଇଛନ୍ତି। ସୂଚନା ଅନୁଯାୟୀ ଉକ୍ତ 6ଟିକିଆ ହାତୀପଲ ଏବେ ମଧ୍ୟ କାଇପୁର ଜଙ୍ଗଲରେ ଥିବା ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।